ଆଜିର ପ୍ରସଙ୍ଗ ବିଶ୍ୱ ଜାହାଜ ପୁନଃ ନିର୍ମାଣ ଶୀର୍ଷରେ ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଓ ଜଳପଥ କ୍ଷେତ୍ରରେ ଭାରତ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଜାତିସଂଘର ବ୍ୟାପାର ଓ ବିକାଶ ସମ୍ମିଳନୀର ସଦ୍ୟତମ ରିପୋର୍ଟ ଅନୁଯାୟୀ 2025 ମସିହାରେ ଭାରତ ବିଶ୍ୱର ସର୍ବବୃହତ୍ ଜାହାଜ ପୁନରୁଦ୍ଧାର ସିପ୍ ରିସାଇକ୍ଲିଂ ରାଷ୍ଟ୍ର ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସଂସ୍କାରମୂଳକ ନୀତି ଯୋଗୁଁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଭାରତ ଏହି ସଫଳତା ହାସଲ କରିଛି। ମାରିଟାଇମ୍ ଇଣ୍ଡିଆ ଭିଜନ 2030ର ଏହି ପ୍ରମୁଖ ଲକ୍ଷ୍ୟ ପୂରଣ ହେବା ଦେଶର ନୀଳ ଅର୍ଥନୀତି ବା ସାମୁଦ୍ରିକ ଅର୍ଥନୀତି ପାଇଁ ଏକ ବଡ଼ ସଫଳତା। 2024 ମସିହାରେ ବିଶ୍ୱ ଜାହାଜ ପୁନରୁଦ୍ଧାର ବଜାରରେ ଭାରତର ଅଂଶଧନ 30.1% ଥିବାବେଳେ 2025ରେ ଏହା 35.4%କୁ ବୃଦ୍ଧି ପାଇଛି। ଏକ ଆକଳନ ଅନୁଯାୟୀ ଏହି ସମୟସୀମା ମଧ୍ୟରେ ଜାହାଜର ବିଭିନ୍ନ ଅଂଶକୁ ଅଲଗା କରିବା ଏବଂ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ 60% ବୃଦ୍ଧି ପାଇଛି। 2024ରେ ଏହି କ୍ଷେତ୍ର 1.86 ମିଲିୟନ ଟନ୍ ରହିଥିବା ବେଳେ 2025ରେ ମୋଟ 2.99 ମିଲିୟନ ଟନ୍ରେ ପହଞ୍ଚିଛି। ଭାରତର ଏହି ସଫଳତା ଶିଳ୍ପ ଜଗତର ନିରନ୍ତର ପ୍ରୟାସ ଏବଂ ଆନ୍ତର୍ଜାତିକ ପରିବେଶ ଓ ସୁରକ୍ଷା ମାନଦଣ୍ଡର ଅନୁପାଳନକୁ ପ୍ରତିପାଦନ କରୁଛି। ଦାୟିତ୍ୱ ସମ୍ପନ୍ନ ତଥା ନିରନ୍ତର ଜାହାଜ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ସ୍ଥିତି ଅଧିକ ସଶକ୍ତ ହେଉଛି। ଏହି କ୍ଷେତ୍ରକୁ ଅଧିକ ବ୍ୟବସାୟ ଅନୁକୂଳ ଏବଂ ସୁରକ୍ଷିତ କରିବା ପାଇଁ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ଅନୁକୂଳ ଏବଂ ସୁରକ୍ଷିତ ଜାହାଜ ପୁନରୁଦ୍ଧାର ପାଇଁ ଭାରତ 2019ରେ ହଂକଂ ଆନ୍ତର୍ଜାତୀୟ ସମାବେଶର ଅନୁମୋଦନକୁ ପାଳନ କରିବା ସହ ରିସାଇକ୍ଲିଂ ଅଫ୍ ସିପ୍ସ ଆଇନ 2019 କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ଦେଶବ୍ୟାପୀ 115ଟି ୟାର୍ଡର ଆଧୁନିକୀକରଣ ପାଇଁ ସରକାର 53 କୋଟି 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସିପ୍ ବ୍ରେକିଂ କ୍ରେଡିଟ୍ ନୋଟ୍ ଯୋଜନା ଅଧୀନରେ ସରକାର ଜାହାଜ ମାଲିକଙ୍କୁ ସ୍କ୍ରାପ୍ ମୂଲ୍ୟର 40% ସମାନ କ୍ରେଡିଟ୍ ନୋଟ୍ ପ୍ରଦାନ କରୁଛନ୍ତି। ଏହାର ଉପଯୋଗ ମାଧ୍ୟମରେ ଭାରତୀୟ ସିପ୍ ୟାର୍ଡରେ ନୂତନ ଜାହାଜ ନିର୍ମାଣ ପାଇଁ 5% ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଉଭୟ ଜାହାଜ ପୁନରୁଦ୍ଧାର ଏବଂ ଘରୋଇ ଜାହାଜ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି। ଗୁଜରାଟର ପ୍ରସିଦ୍ଧ ଆଲାଙ୍ଗ ୟାର୍ଡର କ୍ଷମତାକୁ ପ୍ରାୟ 2 ଗୁଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ୟୁରୋପୀୟ ସଂଘ ଜାହାଜ ପୁନରୁଦ୍ଧାର ପରିଷଦର ଅନୁମୋଦିତ ତାଲିକାରେ ଭାରତୀୟ ଜାହାଜ ପୁନରୁଦ୍ଧାର ୟାର୍ଡଗୁଡ଼ିକୁ ସାମିଲ କରିବା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରହିଛି। ଏହା ସଫଳ ହେଲେ ୟୁରୋପୀୟ ଜାହାଜଗୁଡ଼ିକ ମଧ୍ୟ ଭାରତକୁ ବହୁ ସଂଖ୍ୟାରେ ଆସିବ। ସାମୁଦ୍ରିକ କ୍ଷେତ୍ରରେ ଏବେ ପରିବହନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ବ୍ୟାପକ ବୃଦ୍ଧି ପାଉଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିବ। ବଜାର କ୍ଷେତ୍ର ବ୍ୟାପକ ହେବା ସହିତ ନୀଳ ଅର୍ଥନୀତି ତ୍ୱରାନ୍ୱିତ ହେବ। ଘରୋଇ ଏବଂ ନିଯୁକ୍ତି କ୍ଷେତ୍ର ଏହାର ସୁଫଳ ପାଇବେ। ଫଳରେ 2047 ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଦେଶର ସାମୁଦ୍ରିକ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ବାଲ୍ଟିକ୍ ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦର ଆକଳନ ଅନୁଯାୟୀ ଆଗାମୀ 10 ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ 16,000ରୁ ଅଧିକ ଜାହାଜର ପୁନରୁଦ୍ଧାର ଆବଶ୍ୟକ ପଡ଼ିବ। ଏଥିରୁ ଭବିଷ୍ୟତ ପାଇଁ ରହିଥିବା ନୂତନ ମାର୍ଗ ବିଷୟରେ ଅନୁମାନ କରାଯାଇପାରୁଛି। ବର୍ତ୍ତମାନର 35.4% ବଜାର ଅଂଶଧନ ଆଧାରରେ ଭାରତ ବାର୍ଷିକ 500ରୁ 600 ଜାହାଜ ପୁନରୁଦ୍ଧାର କରିବାକୁ ସକ୍ଷମ ହେବ। ସରକାର ଏ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବହୁବିଧ ପ୍ରୟାସ ଜାରି ରଖିଛନ୍ତି। ସାଗରମାଳା କାର୍ଯ୍ୟକ୍ରମ ଏବଂ ସାମୁଦ୍ରିକ ଅମୃତକାଳ ଭିଜନ 2047 ଭଳି ପଦକ୍ଷେପ ମାଧ୍ୟମରେ ସରକାର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିବେଶର ଲକ୍ଷ୍ୟ ରଖିଛନ୍ତି। ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବା ସହିତ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ 25,000 କୋଟିର ସାମୁଦ୍ରିକ ବିକାଶ ପାଣ୍ଠି ଅନ୍ତର୍ଭୁକ୍ତ। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ, ସୁରକ୍ଷା ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପ୍ରଦୂଷଣ ମାର୍ଗଦର୍ଶିକା ସହ ସମନ୍ୱୟ ରକ୍ଷା କରି ଏକ ସ୍ଥାୟୀ ସାମୁଦ୍ରିକ ଇକୋସିଷ୍ଟମ ନିର୍ମାଣରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସଂକ୍ଷେପରେ କହିବାକୁ ଗଲେ ପରିବେଶ ସୁରକ୍ଷା, ନିୟାମକ ସଂସ୍କାର, ଭିତ୍ତିଭୂମିର ବିକାଶ ଏବଂ ସରକାର ଓ ଉଦ୍ୟୋଗୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଦ୍ୱାରା ଭାରତ ଏହି ସଫଳତା ହାସଲ କରିପାରିଛି। ଭବିଷ୍ୟତରେ ଏ କ୍ଷେତ୍ରରେ ବ୍ୟାପକତା ଭାରତର ସାମୁଦ୍ରିକ ଶକ୍ତିକୁ ବୃଦ୍ଧି କରିବା ସହ ଅର୍ଥନୀତିର ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।